ଦେଶରେ ଯେ କୌଣସି ରାଜ୍ୟର ଯେଉଁ ନେତା ମନ୍ତ୍ରୀଙ୍କ ନାମରେ ଦୁର୍ନୀତି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହେଲେ କେନ୍ଦ୍ର ତଥା ମୋଦି ସରକାର ତାଙ୍କ ପଛରେ ଇଡି ସିବିଆଇ ଆଦି ସଂସ୍ଥାଗୁଡ଼ିକ ଲଗେଇ ଜେଲ୍ ପଠାଉଛନ୍ତି। କିନ୍ତୁ ଓଡ଼ିଶାରେ ଆଜକୁ ପ୍ରାୟ 25 ବର୍ଷ ଧରି ବିଜେଡି ସରକାର ଶାସନ କରୁଥିବା ବେଳେ ଏଠାରେ କୌଣସି ନେତା ମନ୍ତ୍ରୀଙ୍କ ପଛରେ ଇଡି କିମ୍ବା ସିବିଆଇ ଲଗେଇ ନାହାନ୍ତି। ଓଡ଼ିଶାରେ ବିଜେପି ଓ ବିଜେଡ଼ିର ମଧୁ ଚନ୍ଦ୍ରିକା ରହିଛି ବୋଲି ରାଜ୍ୟ କଂଗ୍ରେସ କହୁଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଉମରକୋଟ କଂଗ୍ରେସ ଦଳ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟଠାରେ ବିଜେପି ଓ ବିଜେଡି ଦଳର ମୁଖ୍ୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଗୋଟିଏ ଗୋଟିଏ ମୁଖା ପିନ୍ଧି ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧିଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ଉମରକୋଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ, ନଗର ସଭାପତି ମାର୍କଣ୍ଡ ସାହୁ, ଇଶା ଲାଠିଆ, ବାବୁଲା ପଟ୍ଟନାୟକ, ପରଶୁରାମ ନାୟକ, କର୍ଣ୍ଣ ଦୁର୍ଗା ଏବଂ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେମାନେ ଇଡି ସିବିଆଇ ଲଗାଇକି ଯେଉଁ ହଇରାଣ ହରକତ କରୁଛନ୍ତି, ଦୁର୍ନୀତି ହେଉଛି ବୋଲି ଯେଉଁମାନେ କହୁଛନ୍ତି, ମାତ୍ର ଓଡ଼ିଶା ପ୍ରଦେଶରେ ଏତେ ଦୁର୍ନୀତି ସତ୍ତ୍ୱେ ମଧ୍ୟ ଆଜି ବିଜେପି ସରକାର ନରେନ୍ଦ୍ର ମୋଦି ତାଙ୍କେ ଏଠି ଆସିଲା ପରେ ଏଠି ବିଜେପି ଗଭର୍ଣ୍ଣମେଣ୍ଟ ଆମର ଏ ଯେଉଁ ବିଜେଡ଼ି ଶାସନର ଯେଉଁମାନେ ଅଛନ୍ତି ନବୀନ ପଟ୍ଟନାୟକ ତାଙ୍କ ଏଗନେଷ୍ଟରେ କେବେ ମୁହଁ ଖୋଲୁନାହାନ୍ତି। ଏଥିରୁ ପ୍ରମାଣିତ ହେଉଛି ଏମାନଙ୍କର ଯେଉଁ ଲୁଚା ଛିପା ଯେଉଁ ପ୍ରେମ ଥିଲା ଚାଲିଥିଲା ଆଜିକୁ 25 ବର୍ଷ, ଯେଉଁଟାକି ଆଜି ପର୍ଦ୍ଦାଫାଶ ହେଲା। ସେ ପର୍ଦ୍ଦାଫାଶ ହେବାରୁ ଆମେ ଆମର କଂଗ୍ରେସ ଦଳ ତରଫରୁ ଏଆଇସିସିଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଆମର ଏଇ ବିଜେପି ଆଉ ବିଜେଡ଼ିଙ୍କର ବିଭାଗ କରାହେଉଛି, ଯେଉଁଟାକି ଲୋକଲୋଚନକୁ ଅଣାହେଉଛି। ଏମାନଙ୍କର ଯେଉଁ ଭିତରିଆ ସମ୍ପର୍କ ଅଛି, ଯେଉଁଟାକି ଆଜି ପର୍ଦ୍ଦାଫାଶ ହେଲା। ଆଜି ଓଡ଼ିଶାରେ ଏତେ ଦୁର୍ନୀତି ଭ୍ରଷ୍ଟାଚାର ହେଲେ ମଧ୍ୟ ଆଜି ବିଜେପି ଆଜି ଆଖି ବୁଜି ଦେଇଛି। ତେଣୁ ଆମେ ତାକୁ କଡ଼ା ନିନ୍ଦା କରୁଛୁ। ଆମର ଏଇ ଜାଗାରେ ମଧ୍ୟ ଉମରକୋଟ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଦେଖନ୍ତୁ। ଉମରକୋଟରୁ ଦୀପଙ୍କର ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।